ଦର୍ଶକ ବନ୍ଧୁ, କ'ଣ ଆପଣ ଜାଣନ୍ତି କି ଆମେ ସମସ୍ତେ ପ୍ରତିଦିନ ରୋଷେଇ ଘରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କଲାବେଳେ ଅଦାର ବ୍ୟବହାର କରୁଛେ। କିନ୍ତୁ ଏଇ ଅଦା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କ'ଣ ଆମେ ସମସ୍ତେ ଜାଣିଛେ? ତାହେଲେ ଆସନ୍ତୁ ଜାଣିବା ଏଇ ଅଦାର ଉପକାରିତା ସମ୍ପର୍କରେ। ଅଦାର ଅନେକ ପ୍ରକାରର ଉପକାରିତା ରହିଛି। ଆଉ ଏ ବିଭିନ୍ନ ଉପକାରିତା ମଧ୍ୟରେ ଅନେକ ଚମତ୍କାରିତା ଉପକାରିତା ରହିଛି, ଯାହା ମଣିଷର ସ୍ୱାସ୍ଥ୍ୟକୁ ସୁଧାରି ଦିଏ। ତେବେ କ'ଣ ସେହି ସବୁ ଉପକାରିତା ସେ ସମ୍ପର୍କରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଯେ ଅଦାରେ ରହିଥିବା ବିଭିନ୍ନ ପ୍ରକାରର ଭିଟାମିନ୍ ସମ୍ପର୍କରେ। ଅଦାରେ ଭିଟାମିନ୍ ସି ରହୁଛି, ଭିଟାମିନ୍ ମ୍ୟାଗ୍ନେସିୟମ୍ ରହୁଛି, କ୍ୟାଲସିୟମ୍ ରହୁଛି। ସେଥିପାଇଁ ଏହି ଅଦା ଆମ ଶରୀରରେ ଏହି ଭିଟାମିନ୍ ଗୁଡ଼ିକ ତିଆରି କରିଥାଏ। ଆସନ୍ତୁ ଜାଣିବା ଯେ ଅଦା ଆମ ଶରୀରରେ କ'ଣ କ'ଣ ସବୁ ଉପକାର କରିଥାଏ। ଦେଖନ୍ତୁ, ବୟସ ବଢ଼ିବା ସହିତ ଶରୀରରେ ଇନଫ୍ଲାମେସନ୍ ବା ସଂକ୍ରମଣ ବି ହୋଇଥାଏ। ଆଉ ଏହିସବୁ ଇନଫ୍ଲାମେସନ୍ ଭିତରୁ ଆପଣ ଜାଣିଥିବେ ଯେ ଆଣ୍ଠୁଗଣ୍ଠି ବାତ ବା ଅଷ୍ଟିଓ ଆର୍ଥ୍ରାଇଟିସ୍ ମଧ୍ୟ ଗୋଟିଏ ରୋଗ ସଂକ୍ରମଣ। ଏହି ଅଷ୍ଟିଓ ଆର୍ଥ୍ରାଇଟିସ୍ ବା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଦା ରସ ଏକ ଭଲ ଔଷଧ ଭାବରେ ସାବ୍ୟସ୍ତ ହେଇଛି। ଯଦି ଆମେ ସବୁବେଳେ ଅଦା ରସକୁ ପାନ କରୁଛେ ବା ପିଉଛେ, ଏହା ଶରୀରରେ ସଂକ୍ରମଣକୁ କମାଇ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ମଧ୍ୟ କମାଇଥାଏ। ତେବେ ଯେଉଁମାନଙ୍କର ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ରହିଛି, ସେମାନେ ଚାହିଁଲେ ଦୈନିକ ଏହି ଅଦା ରସକୁ ଅଳ୍ପ ଅଳ୍ପ କରି ପିଇପାରିବେ। ତାପରେ ଆସିଲା ମହିଳାମାନଙ୍କର ମାସିକ ଋତୁସ୍ରାବ ସମୟରେ ଯେଉଁ ପେଟରେ ଯେଉଁ ଯନ୍ତ୍ରଣା ଦେଖାଯାଏ ବା ଯାହାକୁ ଆମେ କ୍ରାମ୍ପିଂ ବୋଲି କହୁଛେ, ସେଇ କ୍ରାମ୍ପିଂ ସମସ୍ୟା ମଧ୍ୟ ଦୂର ହୋଇଥାଏ ଯଦି ଆମେ ଅଦା ରସକୁ ପାନ କରୁଛେ ବା ପିଉଛେ। ଅଦା ରସ ପିଇବା ଦ୍ୱାରା ଆମ ଶରୀରରେ ବ୍ଲଡ଼ ସୁଗାର ବା ରକ୍ତ ଶର୍କରା ସନ୍ତୁଳିତ ଅବସ୍ଥାରେ ରୁହେ। ବା ଯେଉଁମାନଙ୍କର ଡାଇବେଟିସ୍ ରହିଛି ବା ମଧୁମେହ ଜନିତ ରୋଗ ରହିଛି, ଆମେ ସେମାନଙ୍କୁ କହିବା ଯେ ସେମାନେ ଅଦା ରସ ପିଇବା ଅଭ୍ୟାସ କରନ୍ତୁ। ଏହା ଶରୀରରେ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲରେ ରଖିବାରେ ମଧ୍ୟ ସାହାଯ୍ୟ କରେ। ଅଦା ରସ ଆମର ପାକସ୍ଥଳୀ ବା ଷ୍ଟୋମାଚ୍ ପାଇଁ, ଷ୍ଟୋମାଚ୍କୁ ଶାନ୍ତ ରଖିବା ପାଇଁ, ଅଶାନ୍ତ ରଖିବାରେ ଦୂର କରିବା ପାଇଁ ଏବଂ ଷ୍ଟୋମାଚ୍ ଯେତେବେଳେ ଅପସେଟ୍ ହେଇଯାଏ ବା ସେଥିରେ ଅଧିକ ଏସିଡ୍ କ୍ଷରଣ ହୁଏ ବା ବହୁତ କମ୍ ଏସିଡ୍ କ୍ଷରଣ ହୁଏ, ଯେଉଁଥିପାଇଁ ଆମର ଷ୍ଟୋମାଚ୍କୁ ଆମେ କହିବା ଯେ ଏହା ରୋଗାଗ୍ରସ୍ତ ହୋଇଛି ବା ଏହା ଠିକ୍ରେ ଫଙ୍କସନ୍ କରୁନି, ତେବେ ଏହାକୁ ସ୍ମୁଥଲି ଫଙ୍କସନ୍ କରିବା ପାଇଁ ବା ଭଲରେ ଷ୍ଟୋମାଚ୍ କେମିତି ସୁସ୍ଥ ହେଇକି ରହିବ ବା ଭଲ ଠିକ୍ ସେ କାମ କରିବ, ସେଥିପାଇଁ ଅଦା ରସ ଏହା ପାଇଁ ଅତି ଉପକାରୀ। ତେବେ ଅଦା ରସ ଖାଇବା ଦ୍ୱାରା ଶରୀରରେ ବଦହଜମି ଦୂର ହୁଏ। ଯେକୌଣସି ଖାଦ୍ୟ ଖାଇଲେ ସହଜରେ ହଜମ ହେଇଯାଏ ଏବଂ ଅଦା ରସ ପାନ କରିବା ଦ୍ୱାରା ହୃଦୟ ଜନିତ ରୋଗ, ସବୁଠୁ ବଡ଼ କଥା ହେଲା ହୃଦୟ ଜନିତ ରୋଗ ବା ହୃଦରୋଗ, ହାର୍ଟ ଡିଜିଜ୍ ଅଦା ରସ ପାନ କରିବା ଦ୍ୱାରା ହେଇଥାଏ। ତେବେ ଅଦା ରସକୁ ପାନ କରିବେ କେମିତି? ଆମେ ତ ବିଭିନ୍ନ ପ୍ରକାର ଖାଦ୍ୟରେ ଅଦାର ବ୍ୟବହାର କରୁଛେ, କିନ୍ତୁ ସକାଳୁ ଯଦି ଖାଲି ପେଟରେ ଆମେ ଯେଉଁମାନେ ଚା ପିଉଛେ, ଚାର ଅଭ୍ୟାସକୁ ଛାଡ଼ିଦେବା, ଯାହା ଶରୀର ପାଇଁ ଅତି ଉପକାରୀ। ଆମେ ଯଦି ତାର ବଦଳରେ ଅଲ୍ଟରନେଟିଭଲି ଆମେ ଏଇ ଅଦା ରସକୁ ପିଇବା ଅଳ୍ପ ଅଳ୍ପ କରି, ତାହେଲେ ଗୋଟିଏ ମାସରୁ 2 ମାସ ପର୍ଯ୍ୟନ୍ତ ପିଇଲେ ଏହା ଶରୀରରେ ଧୀରେ ଧୀରେ ପରିବର୍ତ୍ତନ ଆଣିଥାଏ। ଶରୀରରେ ଯାହା ସଂକ୍ରମଣ ଥାଏ ତାହା ଦୂର କରିଥାଏ ଏବଂ ବିଭିନ୍ନ ପ୍ରକାର ଶାରୀରିକ ବିକାର ଦୂର କରି ଶରୀରକୁ ଧୀରେ ଧୀରେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏହି ଅଦା ସେବନ। ତାହେଲେ ଦର୍ଶକ ବନ୍ଧୁ, ଭାବିଲେ ଦେଖି ଆମ ରୋଷେଇ ଘରେ ରହୁଥିବା ଏହି ସୁନ୍ଦର ଖାଦ୍ୟଟି ବା ଏହି ମସଲା ଜାତୀୟ ଖାଦ୍ୟଟି ଆମ ଶରୀର ପାଇଁ କେତେ ଉପକାରୀ
ଯାହାକୁ ସେବନ କଲେ ଅନେକ ପ୍ରକାରର ରୋଗରୁ ଆମେ ଦୂରେଇ ରହିପାରିବା। ତେବେ ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଲାଇକ୍ କରି କମେଣ୍ଟ କରି ନିଶ୍ଚୟ ଜଣାଇବେ। ଯଦି ଆପଣ ଏଇ ଟାଇପ୍ର ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ଆଗକୁ, ତାହେଲେ କମେଣ୍ଟ ନିଶ୍ଚୟ କରିବେ। କେମିତି ଲାଗିଲା ଆଜିର ଭିଡ଼ିଓ କମେଣ୍ଟ କରିବେ, ସେୟାର କରିବେ, ଚ୍ୟାନେଲକୁ ଫଲୋ କରିବେ।